प्रिय श्रोता बंधु समस्त को ये ज्योतिषिक आलोचना को स्वागत। ज्ञानी मैंने कहती नम्रंती फलिनो वृक्षा नम्रंती गुणिनो जना। फलभरा गछ नई पड़े, गुणी लोक विनयी होती नई पड़ती। औद्धत्य देखाती किए शुष्कं काष्ठं च मूर्खं च। सुखिला काठ नयना, मूर्ख नयना, विनीत हुएनी, अहंकार मुकुट पिंधि से बुलु थाए। एथर आपण आपण को तर्जमा करंतु। आपण गुणी ज्ञानी, विनम्र भद्र उदार शांत कांत कि ना अज्ञान। तेणु मन रखिथे बात्या पाखरे जेमती डेंगा मोटा उच्चा गछ भांगी जाए, दुब घासर किछि हुएनी, सेमती विधाता का पाखरे ये अहंकार रहे। कहला माँ कुरु धन जन जौवन गर्वं। धन पाई गर्व करना, जन पाई गर्व करना, जौवन पाई गर्व करना। ये सबु चंचला, सबु पलैब लहड़ी भली। आमे समस्ते भल हवा ये प्रतिज्ञा आज करिबा। हो बंधु आउ पदे जातकरे बृहस्पति और शुक्र जदि केन्द्राधिप से जोठी थांतु, जो घरे थांतु, तांको दृष्टि भी अपवित्र हानिकारक। शुक्र देखती गोटे घर को, जोठी रहती से स्थान सप्तम को, किंतु बृहस्पति देखती तीनिटा घर को, जोठी रहती से स्थान 5, 7 और 9 पंचम घर को, सप्तम घर को और नवम घर को। से घरर प्राय विघ्न हुए, से घरर विकास ही पारे। तेणु आज जातक देखंतु, आपण जातक प्रथम बृहस्पति बा शुक्र बा उभय केन्द्राधिपति की जदि हाँ ताहले से अपराधी, एणु तांको दृष्टि मध्य अपवित्र। आमे एबे आलोचना करिबा सोमवार पाई 16 तारीख सोमवार मेष राशि। 16 तारीख सोमवार मेष जनतांग पाई शुभ दिन। कर्म प्रति आग्रह आसीबो। ए आग्रह जेतेबेले उच्च मानर हेबो सेतेबेले कर्म चंचल रहिबे, शांति और सुख पाखे पाखे रहिबो, देहपा सुस्थ रहिबो, दैनंदिन कर्मर विकास हेबो। संध्या 6:14 जाए करिथिबा समस्त योजना 6:15 पर सफल हेबो। संध्या 6:15 परठारु आय अमल तुमर उद्यम अनुसार बढ़ी जीवो। जेणु सबु दिगरु सोमवार शुभ। तेणु समस्त मेष जनता कर्म चंचल रहिबा उचित। दिन सारा अश्विन नक्षत्रधारी सावधान हेले भल। अश्विन नक्षत्र पाई सोमवार भल नुह, टिके हुशियार हेले भल। वृष राशि 16 तारीख सोमवार संध्या 6:14 जाए शतकड़ा 10 लाभ, शतकड़ा 9 क्षति। 16 तारीख सोमवार वृष राशि संध्या 6:15 जाए भल नहीं।
ଲାଭ ବହୁତ କମ୍, କ୍ଷତି ବେଶୀ ଅଧିକ। ଶତକଡ଼ା 10 ଲାଭ, ଶତକଡ଼ା 90 କ୍ଷତି। ଏହି ଦୁଃସମୟ ସନ୍ଧ୍ୟା 6ଟା 14 ରହିବ। ଏହି ସମୟରେ ଅପ୍ରୀତିକର ଘଟଣା ଘଟିପାରେ। ସନ୍ଧ୍ୟା 6ଟା 15 ଠାରୁ ବଢ଼ିଆ ସମୟ ଆସି ପ୍ରୀତି, ଶାନ୍ତି, ମୈତ୍ରୀ, ସଦ୍ଭାବ ବଢ଼ିଯିବ। ଦୈନନ୍ଦିନ ବୃତ୍ତି ଯାହା ଦିନବେଳା ଠିକ୍ ଠାକ୍ ନଥିଲା, ସେସବୁ ସନ୍ଧ୍ୟା 6ଟା 15 ପରେ ପରେ ଆନନ୍ଦପ୍ରଦ ହେବ। କର୍ମଠ ହୋଇ ଆୟ ଅମଳରେ ମନ ଦେବେ। ପେଟ ଅପୋଷା ରହିବନି, ଧନାଗମ ହେବ, ଦେହ ପା ସୁସ୍ଥ ରହିବ। ଦିନ ସାରା କୃତ୍ତିକା ନକ୍ଷତ୍ର ପାଇଁ ଅଶୁଭ। ମେଷ ପାଇଁ ଅଶ୍ୱିନ, ବୃଷ ପାଇଁ କୃତ୍ତିକା। ଦିନ ସାରା ଅଶୁଭ। ସନ୍ଧ୍ୟା 6ଟା 15 ପରେ ବୃଷ ରାଶିର ସବୁକିଛି ଭଲ କାମ ହେବ। ସନ୍ଧ୍ୟା 6ଟା 15 ଯାଏ ଭଲ କାମ କିଛି ହେଇପାରିବନି। ଅପବାଦ, ନିନ୍ଦା ଇତ୍ୟାଦି ଇତ୍ୟାଦି ମିଳିବ। ମିଥୁନ ରାଶି 16 ତାରିଖ ସୋମବାର ମିଥୁନ ଜନତାଙ୍କ ପାଇଁ ଅଶୁଭ ଅଟେ। ଦେହ ଅସୁସ୍ଥ ହେବ, ତଳି ପେଟରେ ଯନ୍ତ୍ରଣା ହେବ, କିଡନୀ, ଲିଭର ବା ମୂତ୍ରାଶୟରେ ଦୁଃଖ ଆସିପାରେ। ଏ ସମସ୍ୟାକୁ ବିଳମ୍ବ କଲେ ବିପଦ ଆସିବ। ତେଣୁ ଏ ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କର ସାହାଯ୍ୟ ନେବା ଉଚିତ। ସନ୍ଧ୍ୟା 6ଟା 15 ପରେ ଦେହ ପୀଡ଼ା କମି ଆସିବ, ମାନସିକ ସନ୍ତୁଳନ ଘଟିବ। ଏବେ ଯଥାସମ୍ଭବ ନୀରବତା ରକ୍ଷା କଲେ ଭଲ, ନହେଲେ ଅପମାନ ମିଳିବ। ଏଣୁ ଆଜି ଜଗି ରଖି ଚଳିବାକୁ ପଡ଼ିବ। ଦିନ ସାରା କୃତ୍ତିକା ନକ୍ଷତ୍ର ପାଇଁ ସାବଧାନ। ଦିନ ସାରା କୃତ୍ତିକା ନକ୍ଷତ୍ରର ଅସୁବିଧା। ତେଣୁ କୃତ୍ତିକା ନକ୍ଷତ୍ରଧାରୀ ମିଥୁନ ରାଶି ଟିକେ ଜଗି ରଖି ଚଳିଲେ ଭଲ। ଦେହ ଅସୁସ୍ଥ ହେବ, ଅପମାନ ଯୋଗ ଅଛି ଇତ୍ୟାଦି। କର୍କଟ ରାଶି 16 ତାରିଖ ସୋମବାର କର୍କଟ ଜନତାଙ୍କ ପାଇଁ ସନ୍ଧ୍ୟା 6ଟା 15 ଯାଏ ବଡ଼ ଖୁସି ହେବେ, ପ୍ରସନ୍ନ ରହିବେ। ଦୈନନ୍ଦିନ ବୃତ୍ତିରେ ସମ୍ମାନିତ ହେବେ, ଶାନ୍ତି ମିଳିବ, ଆୟ ଅମଳ ବଢ଼ିଯିବ। ଯଦି ସମୁଚିତ ଧାରାରେ ସ୍ୱକର୍ମ କରିବେ, ଦିନ ସାରା ଶାନ୍ତି ପାଇବେ। ମାତ୍ର ପୁଷ୍ୟା ନକ୍ଷତ୍ରର ଆଜି ଦିନ ସାରା ଅସୁବିଧା। ସନ୍ଧ୍ୟା 6ଟା 15ରୁ ମନ୍ଦ ସମୟ ଆସିବ, ଦୁଃଖ ମିଳିବ, ଦେହ ଅସୁସ୍ଥ ହେବ। ଦୂରଯାତ୍ରା ନ କଲେ ଭଲ, ପୁରୁଣା ରୋଗ ବଡ଼ ଦଣ୍ଡ ଦେବ। ସନ୍ଧ୍ୟା 6ଟା 15 ଯାଏ ସବୁ ଠିକ୍ ଠାକ୍। ପୁଷ୍ୟା ପାଇଁ ଦିନ ସାରା ଭଲ ନୁହଁ। ସନ୍ଧ୍ୟା 6ଟା 15 ପରେ ସବୁ ଅସୁବିଧା। ଏ ହେଲା କର୍କଟ କଥା। ସିଂହ କଥା ବୁଝିବା। 16 ତାରିଖ ସୋମବାର ସିଂହ ରାଶି ପାଇଁ ବାର ଦୃଷ୍ଟିରୁ ଭଲ ଦିନ। ଆଜ ଦିନ ଘୋଷଣା କରିଛି ଯେ ଯିଏ କର୍ମଠ ସିଏ ଶତକଡ଼ା 60 ଲାଭରେ ରହିବ। ଯିଏ ବୁଦ୍ଧିମାନ ଓ କର୍ମଠ ସେ ଶତକଡ଼ା 80 ସ୍ୱଫଳ ପାଇବେ। ଆଉ ଯିଏ କର୍ମଠ, ଧାର୍ମିକ ଓ ବୁଦ୍ଧିମାନ ତାଙ୍କୁ ଶତକଡ଼ା 100 ସ୍ୱଫଳ ମିଳିବ। ଏଥର ବୁଝନ୍ତୁ, ଧାର୍ମିକ ହେବେ, ବୁଦ୍ଧିମାନ ହେବେ, କର୍ମଠ ହେବେ ତ ଶତକଡ଼ା 100 ଫଳ ପାଇବେ। ଖାଲି କର୍ମଠ ହେଲେ 60 ଭାଗ ପାଇବେ। ଆଉ ବୁଦ୍ଧିମାନ କର୍ମଠ ହେଲେ 80 ଶତକଡ଼ା ଶୁଭ ଫଳ ପାଇବେ। ଧାର୍ମିକ ହେଲେ, କର୍ମଠ ହେଲେ, ବୁଦ୍ଧିମାନ ହେଲେ ତାହେଲେ ଶତକଡ଼ା 100 ଶୁଭ ଫଳ ପାଇବେ। ତେଣୁ କାହା କଥାରେ ଭାସି ନ ଯାଇ ବୁଦ୍ଧିର ଖେଳ ଖେଳି ଆପଣ ଆପଣଙ୍କର ବୃତ୍ତି, ବ୍ୟବସାୟ, ଜୀବିକା, ସେବାକୁ ଶୃଙ୍ଖଳିତ କରନ୍ତୁ। ଜୟ ହେବ। ସିଂହ ରାଶି ସନ୍ଧ୍ୟା 6ଟା 15 ଯାଏ ବିବିଧ ଲାଭ ହେବ।
ବ୍ୟକ୍ତି ଭେଦରେ ଏହି ଲାଭ ଭିନ୍ନ ଭିନ୍ନ ମିଳିବ। 6ଟା 15 ପରେ ଆୟ ଅମଳ ବଢ଼ିଯିବ, ଦେହପା ଭଲ ରହିବ। ଦିନ ସାରା ମଘା ନକ୍ଷତ୍ରର ଅସୁବିଧା, ତେଣୁ ଟିକେ ସାବଧାନ। କର୍କଟ ପାଇଁ ପୁଷ୍ୟା ଓ ସିଂହ ପାଇଁ ମଘା ନକ୍ଷତ୍ରର ଅଶୁଭ। କନ୍ୟା ରାଶି 16 ତାରିଖ ସୋମବାର କନ୍ୟା ଜନତାଙ୍କ ପାଇଁ ଶୁଭବାର ହେଲେ ଦିନ ସାରା ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ଅସୁବିଧା। 16 ତାରିଖ ସୋମବାର କନ୍ୟା ରାଶି ଜନତାଙ୍କ ପାଇଁ ଶୁଭବାର ନୁହେଁ, ନା ଶୁଭ ନୁହେଁ। ତଥାପି ଯଦି ଏମାନେ ଅଦମ୍ୟ ଉଦ୍ୟମ କରିବେ ତେବେ ଲକ୍ଷ୍ମୀ ଘରକୁ ଅବଶ୍ୟ ଆସିବେ। ଦିନ ଭଲ ନୁହଁ, କେବଳ ଉଦ୍ୟୋଗିନ ପୁରୁଷ ସିଂହ ଉପୈତି ଲକ୍ଷ୍ମୀ। ଏ ଯେଉଁ ଧାରା ଅଛି, ଯେଉଁ ପୁରୁଷ ଉଦ୍ୟୋଗୀ, ଯିଏ ଉଦ୍ୟମୀ, ତା ପାଖେ ପାଖେ ଲକ୍ଷ୍ମୀ ରହନ୍ତି। ଏହି ଦୃଷ୍ଟିରୁ ଆଜି ଯିଏ ଅଦମ୍ୟ ଉଦ୍ୟମ କରିବ, କନ୍ୟା ରାଶି ଲୋକ, ତାର ମଙ୍ଗଳ ହେବ। ସେ ଆର୍ଥିକ ସୁଖ ପାଇବ। ସନ୍ଧ୍ୟା 6ଟା 15 ଯାଏ ଏହି ଶୁଭ ସମୟ। ସନ୍ଧ୍ୟା 6ଟା 15 ପରଠାରୁ ବିବିଧ ଲାଭ ହେବ। ମାନେ ଯାହାର ଇଚ୍ଛା ଯେପରି ତାହାର ସେହିପରି ଲାଭ ହେବ। କିଛି ଉପହାର ମିଳିପାରେ। ଏଇଠି କୁହାଗଲା ଯେ ବିଧି ବିଧାନ ବିଚିତ୍ର ହେଲେ ବି, ଭାଗବତର ସେ ବାଣୀଟା ମନେ ପଡ଼ୁନି? ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ତେଣୁ ଯିଏ ଉଦ୍ୟୋଗୀ ଭଲ, ତାହେଲେ ଭଲ ଫଳ ମିଳିବ। ଉଦ୍ୟୋଗ ଯଦି ମନ୍ଦ, ଅନ୍ୟର କ୍ଷତି କରିବା ପାଇଁ, ହାନି କରିବା ପାଇଁ, ପର ପାଇଁ ଗାତ ଖୋଳିବା ପାଇଁ ଉଦ୍ୟମ କରିବେ, ଫଳ କ'ଣ ହେବ? ଯିଏ ନିଆଁ ଗିଳେ ସେ ଅଙ୍ଗାର ହଗେ। ସାବଧାନ। ତୁଳାରାଶି କଥା 16 ତାରିଖ ସୋମବାର ତୁଳାରାଶି ପାଇଁ ଶୁଭପ୍ରଦ ନୁହେଁ। ଦିନଟି ଯାକ ଅସୁବିଧା ହେବ। ଦିନ ସାରା ଚିତ୍ରା ନକ୍ଷତ୍ରର ଘୋର ଅସୁବିଧା। ଏମାନେ ସତର୍କ ରହିବା ଉଚିତ। ସନ୍ଧ୍ୟା 6ଟା 15 ଯାଏ ଦେହ ଅସୁସ୍ଥ ରହିବ, ଖର୍ଚ୍ଚ ବଢ଼ିଯିବ, ବୃଥା ଭ୍ରମଣରେ ସମୟ ଯିବ, ଯଥା ସମୟରେ କୌଣସି କାର୍ଯ୍ୟ ହେବନି, ଅପବାଦ ମିଳିବ। 6ଟା 15 ପରେ ଭଲ ସମୟ ଆସିଯିବ। ଦେହ ସୁସ୍ଥତା ଅନୁଭବ କରିବ, ମନ ଭଲ ଲାଗିବ। ସମୟ କ୍ରମେ ବିବିଧ ସୁଖ ମିଳିଯିବ। ବିଧି ବିଧାନ ବିଚିତ୍ର। କାହା ପାଇଁ କ'ଣ ଏ ସୁଖ ମିଳିବ, କେବଳ ବ୍ୟକ୍ତି ହିଁ ଅନୁଭବ କରିବ। ସୁଖ ଆସିବ 6ଟା 15 ପରେ। 6ଟା 15 ଯାଏ ଦୁଃଖ। ସେ ଦୁଃଖ ବିବିଧ, ଆଉ ଏ ସୁଖ ବି ବିବିଧ। ସମସ୍ତଙ୍କୁ ସମାନ ସୁଖ ମିଳିବନି, ଏ ସମସ୍ତେ ସମାନ ଦୁଃଖୀ ହେବେନି। ତୁଳା କଥା ସରିଲା, ବିଛା କଥା। 16 ତାରିଖ ସୋମବାର ବାର ଦୃଷ୍ଟିରୁ ବିଛା ପାଇଁ ଶୁଭ। ସନ୍ଧ୍ୟା 6ଟା 15 ଯାଏ ଧନାଗମର ପନ୍ଥା ନିର୍ମଳ ରହିବ। କେବଳ ଏମାନେ ଦୈନନ୍ଦିନ ବୃତ୍ତି ବ୍ୟବସାୟର ବିକାଶ ପାଇଁ ଧୈର୍ଯ୍ୟ, ସାହସ, ବିବେକ ଓ ଉଦ୍ୟମର ସୁବିନିଯୋଗ କରିବା ଉଚିତ। ଯିଏ ଠିକ୍ ପଥ ଚୟନ କରିବ, ତା ନୟନ ଧନ ଦେଖିବ। ଯିଏ ଠିକ୍ ପଥ ଚୟନ କରିବ, ବାଛିବ, ଚୟନ ମାନେ ବାଛିବା, କେଉଁ ଉପାୟରେ ମୁଁ ମୋ ଜୀବନ ନୌକାକୁ ଚଳେଇବି। ଯିଏ ଠିକ୍ ପଥ ଚୟନ କରିବ, ତା ନୟନ ଧନ ଦେଖିବ। ମୋଟାମୋଟି ଦିନଟି ସୁଖ ସମ୍ଭାର ନେଇ ଆସିବ। ମାତ୍ର ସନ୍ଧ୍ୟା 6ଟା 15 ପରେ ଉଜ୍ଜ୍ୱଳ ଚନ୍ଦ୍ରମାକୁ ମେଘ ଢାଙ୍କି ଦେବ। ମାନେ ମନ୍ଦ ସମୟ ଆସିବ। ପ୍ରାୟତଃ ଦିନ ସାରା ଅନୁରାଧା ଜନତା ସତର୍କ ରହିଲେ ଭଲ। ଅନୁରାଧା ନକ୍ଷତ୍ର ପାଇଁ ଭଲ ଦିନ ନୁହେଁ। ବିଶେଷତଃ ସନ୍ଧ୍ୟା 6ଟା 15 ପରେ ଘୋର ଅସୁବିଧା ହେବ ଅନୁରାଧା ନକ୍ଷତ୍ରଧାରୀ ଲୋକଙ୍କର।
ବଦ ଖର୍ଚ୍ଚ ବଢ଼ିଯିବ। ସନ୍ଧ୍ୟା 6ଟା 15 ପରେ ବାହାରକୁ ନ ଗଲେ ଭଲ। ଅତି ଜରୁରୀ ନଥିଲେ ସନ୍ଧ୍ୟା 6ଟା 15 ପରେ ଘରକୁ ପଳାଇ ଆସନ୍ତୁ, ବାହାରକୁ ଯାଆନ୍ତୁନି, ବିପଦ ଅଛି, ସାବଧାନ। ଧନୁରାଶି 16 ତାରିଖ ସୋମବାର, ବାର ଦୃଷ୍ଟିରୁ ଧନୁ ପାଇଁ ଶୁଭ। ମାତ୍ର ସନ୍ଧ୍ୟା 6ଟା 15 ଯାଏ ଧନାଗମ ହେଲେ ବି ମନ ଆକୁଳ ବ୍ୟାକୁଳ ହେବ। କୌଣସି ଅକୁହା ବେଦନା ମୁଣ୍ଡକୁ ବୁଲେଇବ, ଘୂରେଇବ, ଆଉ ଏହି ଅକୁହା ବେଦନାକୁ ନେଇ ଚିନ୍ତା ବ୍ୟତିବ୍ୟସ୍ତ କରିବ। ଏଥିଲାଗି ଦୈନନ୍ଦିନ ବୃତ୍ତି, ବ୍ୟବସାୟ ବା ସେବାରେ ଅବହେଳା ହେବ, ଠିକ୍ଠାକ୍ ହେବନି। କର୍ମ କ୍ଷେତ୍ରରେ ବାଧା ଆସିବ। 6ଟା 15 ପରେ ସନ୍ଧ୍ୟା 6ଟା 15 ପରେ ପାଗର ପରିବର୍ତ୍ତନ ହେବ। ଆୟ ଅମଳ ପ୍ରତି ଶ୍ରଦ୍ଧା ବଢ଼ିବ, ମନ ଶାନ୍ତ ହେବ। କର୍ମ ଚଞ୍ଚଳ ହୋଇ କର୍ମ କ୍ଷେତ୍ରକୁ ଯାଇ ରୋଜଗାର କରିବା ପାଇଁ 100% ଚେଷ୍ଟା କରିବେ। ମାତ୍ର ଦିନ ସାରା ମୂଳା ନକ୍ଷତ୍ରଧାରୀ ସାବଧାନ ରହିଲେ ଭଲ। ମୂଳା ନକ୍ଷତ୍ର ପାଇଁ ଧନୁ ରାଶି, ମୂଳା ନକ୍ଷତ୍ର ପାଇଁ ସୋମବାର 16 ତାରିଖ ଆଦୌ ଭଲ ନୁହେଁ। ମକର ରାଶି ସୋମବାର 16 ତାରିଖ ମକର ରାଶି ପାଇଁ ସନ୍ଧ୍ୟା 6ଟା 15 ଯାଏ ସବୁ ଦିଗରୁ ଭଲ। ମାତ୍ର 16 ତାରିଖ ଘାତ ବାର, ମକରର ଘାତ ବାର। ସୋମବାର 16 ତାରିଖ ମକରର ଘାତ ବାର। ପୁଣି ପୂର୍ବାଷାଢ଼ା ନକ୍ଷତ୍ର ବାଲା ଦିନ ସାରା ସତର୍କ ରହିଲେ ଭଲ। ମକର ରାଶି ପୂର୍ବଷାଢ଼ା ନକ୍ଷତ୍ର ପାଇଁ ଅତି ଅଶୁଭ। ବିଶେଷତଃ ସନ୍ଧ୍ୟା 6ଟା 15 ପରଠାରୁ ସାବଧାନ, କାରଣ ଏହି ସମୟ ତକ ଅବୁଝା ମନକୁ ନେଇ ଦେହ ପୀଡ଼ିତ ହେବ। ଧନ ସଂକ୍ରାନ୍ତୀୟ ସମସ୍ୟା ନାହିଁ। ସୂର୍ଯ୍ୟୋଦୟ ଠାରୁ 6ଟା 15 ଭିତରେ କୌଣସି ଶାରୀରିକ, ମାନସିକ, ଆର୍ଥିକ ଆଦି ସମସ୍ୟା ନାହିଁ। ହେଲା, ସୂର୍ଯ୍ୟୋଦୟ ଠାରୁ ସନ୍ଧ୍ୟା 6ଟା 15 ଭିତରେ କୌଣସି ଶାରୀରିକ, ମାନସିକ, ଆର୍ଥିକ, କାୟିକ, ପାରିବାରିକ ସମସ୍ୟା ନାହିଁ। ସର୍ବବିଧ ସୁଖ ଓ ଶାନ୍ତି ଅଛି। ଉପହାର ମିଳିପାରେ, ସମ୍ମାନ ଆଦର ବି ମିଳିବ। କିନ୍ତୁ ସନ୍ଧ୍ୟା 6ଟା 15 ପରେ ସବୁ ଦିଗରୁ ଟିକେ ଟିକେ ସମସ୍ୟା ହେବ, ସାବଧାନ, ଟିକେ ଟିକେ। କୁମ୍ଭ ରାଶି ସୋମବାର 16 ତାରିଖ କୁମ୍ଭ ରାଶିଧାରୀ ଜନତା ଦିନ ସାରା ସୁଖ ଦୁଃଖକୁ ନିଜର ସଉଦା କରିବେ। କେତେବେଳେ ସୁଖ ଆସିବ ତ କେତେବେଳେ ଦୁଃଖ ଆସିବ। ଲଗାୟତ ସୁଖ ଆସିବନି କି ଲଗାୟତ ଦୁଃଖ ଆସିବନି। ସୁଖ ପାଇ ଖୁସି ହୁଅନ୍ତୁନି କି ଦୁଃଖ ପାଇ ଭାଙ୍ଗି ପଡ଼ନ୍ତୁନି। ଆଜି ସେମିତିଆ ପୁରା ଖରା ଛାଇର ଖେଳ ହେବ। ବାଟରୁ ପାଇଯିବେ 5 ଟଙ୍କା, କେତେବେଳେ ହଜିଯିବ 10 ଟଙ୍କା। ତେଣୁ ପାଇଲେ ଖୁସି ହୁଅନ୍ତୁନି, ହଜିଲେ ଦୁଃଖ କରନ୍ତୁନି। ଆଜି ଦିନଟା ସେମିତି ଯିବ। ଧନିଷ୍ଠା ନକ୍ଷତ୍ରଧାରୀ ଜନତା ଆଜି ସତର୍କ ରହିବା ଉଚିତ। ବିଶେଷତଃ ସନ୍ଧ୍ୟା 6ଟା 15 ଯାଏ ସାବଧାନ ରହିଲେ ଭଲ। ସେ ଯାଏ ଦେହ ଅସୁସ୍ଥ ହେବ, ଖର୍ଚ୍ଚାନ୍ତ ହେବେ, ବିବିଧ ସମସ୍ୟାରେ ଘାଣ୍ଟି ହୋଇଯିବେ। ଶତ୍ରୁଙ୍କୁ ସାବଧାନ। ମାତ୍ର ସନ୍ଧ୍ୟା 6ଟା 15 ପରେ ବିବିଧ ବୌଦ୍ଧିକ, କୌଳିକ, ମୌଳିକ, ପାରିବାରିକ ସୁଖ ଶାନ୍ତି ଘନେଇ ଆସିବ। ସନ୍ଧ୍ୟା 6ଟା 15 ଯାଏ ଦୂରଯାତ୍ରା ନ କଲେ ଭଲ। 6ଟା 15 ପରେ ବୁଦ୍ଧି ବିଦ୍ୟାର ବିନିଯୋଗ କରିପାରିଲେ ଆୟ ଅମଳ ବଢ଼ିବ। ସନ୍ଧ୍ୟା 6ଟା 15 ପର୍ଯ୍ୟନ୍ତ ସାବଧାନ। କୁମ୍ଭ ରାଶି ଲୋକେ ଦୂରଯାତ୍ରା ନ କଲେ ଭଲ। ଗଲେ କଥା ନ ମାନିଲେ ବାଟରେ ହଇରାଣ ହେବେ, ପସ୍ତେଇବେ, ଘାଣ୍ଟି ଚକଟି ହେଇଯିବେ। ହଁ, ସନ୍ଧ୍ୟା 6ଟା 15 ପରେ ସ୍ଥିର ମନରେ ବୁଦ୍ଧି ବିଦ୍ୟା ବିବେକ ଖଟେଇ ଈଶ୍ୱରଙ୍କୁ ଶରଣ କରି କାମ ଆରମ୍ଭ କରନ୍ତୁ। ଦିନର ସମସ୍ତ କ୍ଷତି ଭରଣା ହେଇଯିବ। ଜୟ ହେଉ।
ଏବେ ଦେଖିବା ମୀନ କଥା। ସୋମବାର 16 ତାରିଖ ମୀନ ରାଶିର ଘାତ ଚନ୍ଦ୍ର। ସାବଧାନ, ମୀନ ରାଶିର ଘାତ ଚନ୍ଦ୍ର। ରେବତୀ ନକ୍ଷତ୍ରଧାରୀ ଜନତା ଦିନ ସାରା ସତର୍କ ରହିଲେ ଭଲ। ସନ୍ଧ୍ୟା 6ଟା 15 ଯାଏ ଆୟ ଅମଳ ପାଇଁ ପ୍ରଶସ୍ତ ସମୟ ଅଛି। ମୀନ ରାଶିର ଲୋକେ ସନ୍ଧ୍ୟା 6ଟା 15 ଯାଏ ଚଳଚଞ୍ଚଳ ରହିଲେ କର୍ମକ୍ଷେତ୍ରରୁ ଯଥେଷ୍ଟ ବେଶୀ ଆୟ ଅମଳ କରିପାରିବେ। ଦୈନନ୍ଦିନ ଜୀବିକା ବିକଶିତ ହେବ। କର୍ମକ୍ଷେତ୍ରକୁ ସୁନା ଥାଳି ଭଳି ଆଦର କଲେ ଅତୀତର ସବୁ ଦୁଃଖ ଦୂର ହୋଇଯିବ। ପର ବୁଦ୍ଧିରେ ପରିଚାଳିତ ନହେଲେ ଯଥାସମ୍ଭବ ଯଥାଶକ୍ତି ଶାରୀରିକ ମାନସିକ ଶକ୍ତି ପ୍ରୟୋଗ କଲେ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ମାତ୍ର ଯିଏ ନିଜ ଦୁଃଖକୁ ଅନ୍ୟ ଆଗରେ କହିବ ତା ପାଇଁ ଏ ସୁଖରେ କଣ୍ଟା ବାଡ଼ା ହେବ। ସାବଧାନ। ମାତ୍ର ସନ୍ଧ୍ୟା 6ଟା 30 ପରଠାରୁ ଦୁଃସମୟ ଆସିବ। ଏଇ ଯେଉଁ 15 ମିନିଟ୍ 6ଟା 15 ସମସ୍ତଙ୍କୁ କୁହାଗଲା, ୟାଙ୍କ ପାଇଁ 6:30 କୁହାଗଲା, କାରଣ ଏଠି ଟିକିଏ ଗ୍ରହ ସହାୟ ହେବେ। ତେଣୁ 6ଟା 30 ପରଠାରୁ ଦୁଃସମୟ ଆସିବ। ବ୍ୟୟ ବଢ଼ିଯିବ, ଦେହ ଅସୁସ୍ଥ ହେବ, ଦେହ ବିଶ୍ରାମ ଖୋଜିବ, କଳହ ହେବାର ସମ୍ଭାବନା ଅଛି। ଚୁପ୍ ରହିଲେ ଭଲ। ସନ୍ଧ୍ୟା 30 ପରଠାରୁ କୁଆଡ଼େ ନ ଗଲେ ମଙ୍ଗଳ। ହଁ ବନ୍ଧୁ, ମୁଁ ଆରମ୍ଭରୁ କହିଲି ଯେ ଶୁକ୍ର ଆଉ ବୃହସ୍ପତି କଥା। ଆଗ ଦେଖିବେ ଆପଣଙ୍କ ଜାତକରେ ଏଇ ଦୁଇ ଶୁଭ ଗ୍ରହ କେନ୍ଦ୍ରାଧିପତି କି ନା। ସେ ଯେଉଁଠି ଥିବେ ସେ ସ୍ଥାନରୁ ସପ୍ତମ ଘରକୁ ଦୃଷ୍ଟି ପକାଇବେ ଉଭୟ ଗ୍ରହ। ସେ ଘରର ଅମଙ୍ଗଳ ହେବ। ମାନେ ଦାମ୍ପତ୍ୟ ଜୀବନରେ ଖାଲି କଣ୍ଟାର ସେଜ ତିଆରି ହେବ, ଶାନ୍ତି ସୁଖ ନାହିଁ। ଏତଦ୍ ବ୍ୟତୀତ ବୃହସ୍ପତି ଯେଉଁ ପଞ୍ଚମ ନବମ ଦେଖନ୍ତି, ପଞ୍ଚମ ଘର ବୋଇଲେ ବିଦ୍ୟାଘର, ସନ୍ତାନ ଘର। ସନ୍ତାନ ସୁଖ ମିଳିବନି, ବିଦ୍ୟାରେ ବିକଶିତ ହୋଇପାରିବେନି। ନବମ ଘର ଧର୍ମ ଘର, ଭାଗ୍ୟ ଘର, ଭାଗ୍ୟର ବିପର୍ଯ୍ୟୟ ହେବ। ଆଉ ଧର୍ମ କରିବା ପାଇଁ ଚେଷ୍ଟା କଲେ ବି ବିଧାତା ସହଯୋଗ କରିବେ ନାହିଁ। ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ମୁଁ କୁଳମଣି ଆପଣଙ୍କ ସହିତ ଆସନ୍ତାକାଲି ଦୁଃଖ ସୁଖ ହେବି। ଆଜି ରହିଲି, ନମସ୍କାର।